ଜୟ ଶ୍ରୀକୃଷ୍ଣ। ଏକଲବ୍ୟ ମହାଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ଥିଲେ, ଯିଏ ବନବାସୀ ନିଷ୍ପଦଜନକ ଜାତିର ଥିଲେ, ଯାହାଙ୍କ ପିତା ଥିଲେ ନିଷ୍ପଦ ରାଜ ହିରଣ୍ୟଧନୁ। ଏକଲବ୍ୟ ଧନୁର୍ବିଦ୍ୟା ଶିଖାଇବା ପାଇଁ ଗୁରୁ ଦ୍ରୋଣାଚାର୍ଯ୍ୟ ପାଖକୁ ଯାଇଥିଲେ, କିନ୍ତୁ ସେ କେବଳ କ୍ଷତ୍ରିୟ ରାଜାର ରାଜକୁମାରମାନଙ୍କୁ ଶିକ୍ଷା ଦେଉଥିଲେ। ତେଣୁ ସେ ଏକଲବ୍ୟ ତାଙ୍କର ଶିକ୍ଷା ଭାବରେ ଗ୍ରହଣ କରିବାକୁ ମନା କରିଥିଲେ। ଏକଲବ୍ୟ ଦ୍ରୋଣାଚାର୍ଯ୍ୟଙ୍କ ଏକ ମାଟି ମୂର୍ତ୍ତି ତିଆରି କଲେ ଏବଂ ଏହାକୁ ତାଙ୍କର ଗୁରୁ ମାନିକରି ନିଜେ ଧନୁର୍ବିଦ୍ୟା ଅଭ୍ୟାସ କରିବା ଆରମ୍ଭ କଲେ। ତାଙ୍କର ସମର୍ପଣ ଏତେ ତୀବ୍ର ଥିଲା ଯେ ସେ ଅର୍ଜୁନଙ୍କ ଅପେକ୍ଷା ଜଣେ ଭଲ ଧନୁର୍ବିଦ୍ୟା ହୋଇଗଲେ। ଧୀରେ ଯେତେବେଳେ ଦ୍ରୋଣାଚାର୍ଯ୍ୟ ଏକ କୁକୁରକୁ ଶରମାରି ତୀର ସାହାଯ୍ୟରେ ତାକୁ ପକାଇଲେ, ସେ ଦ୍ରୋଣାଚାର୍ଯ୍ୟ ହୋଇ ଏକଲବ୍ୟ ପାଖକୁ ଗଲେ। ଯେତେବେଳେ ଏକଲବ୍ୟ ପ୍ରଶଂସା କଲେ ଯେ ସେ ଦ୍ରୋଣଙ୍କ ପ୍ରତି ପ୍ରତିମୂର୍ତ୍ତିର ଏହି କୌଣସି ସୁଖ ଛବି ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ଦେଖାଇବା ପ୍ରତିମୂର୍ତ୍ତି ଏହି କୌଣସି ଶିକ୍ଷା ଛବି ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ଦେଇଥିବା ପ୍ରତିମୂର୍ତ୍ତି ଏହି କୌଶିକ ଶିଖିଛନ୍ତି। ଦ୍ରୋଣାଚାର୍ଯ୍ୟ ଅର୍ଜୁନଙ୍କୁ ଧନୁର୍ବିଦ୍ୟା କରିବା ପାଇଁ ଏକଲବ୍ୟ ଗୁରୁଦକ୍ଷିଣା ଭାବରେ ତାଙ୍କର ବୃଦ୍ଧ ଆଙ୍ଗୁଠି ମାଗିଲେ। ବିନା ଯୁଦ୍ଧରେ ଏକଲବ୍ୟ ତାଙ୍କର ବୃଦ୍ଧ ଆଙ୍ଗୁଠି କାଟି ତାଙ୍କ ଗୁରୁକୁ ଦେଲେ ଏବଂ ତଥାପି 4ଟି ଆଙ୍ଗୁଠିରେ ଧନୁର୍ବିଦ୍ୟା ନିର୍ମାଣ କଲେ। ଜୟ ଶ୍ରୀକୃଷ୍ଣ।